ବୌଦ୍ଧ ଜିଲ୍ଲା ବୌଦ୍ଧ 5-7 କିଲୋମିଟର ଅନ୍ତର୍ଗତ ବଲାସିଙ୍ଗା ବହୁଳମୂଳ ମହିମା ଆଶ୍ରମରେ ମହିମା ମହାପ୍ରଭୁ ପଦାର୍ପଣ କରିଥିଲେ ଏବଂ ତାଙ୍କର ଆଦ୍ୟ ଶିଷ୍ୟ ମାନବ ବିଷ୍ଣୁ ଜଗନ୍ନାଥଙ୍କୁ ନାମ ପରିବର୍ତ୍ତନ କରି ଗୋବିନ୍ଦ ବାବାଙ୍କୁ ସର୍ବପ୍ରଥମ ପଶ୍ଚିମ ବୌଦ୍ଧ ରାଜ୍ୟକୁ ମହିମା ଧର୍ମ ପ୍ରଚାର ପ୍ରସାର କରିବା ପାଇଁ ଆଦେଶ କରିଛି ଏବଂ ସେ ଅନେକ ଅଲୌକିକ ଶକ୍ତି ସେ ଦେଖେଇଛି। ଗୋବିନ୍ଦ ବାବା ଏହି ଗ୍ରାମର ମଦନ ନାମକ ଜଣେ ବ୍ୟକ୍ତିଙ୍କର ବିବାହ ହେଇଥିଲା। ଗୋବିନ୍ଦ ବାବାଙ୍କୁ କହିଲେ ଯାଅ ଧୂନି ନିମିତ୍ତ କିଛି କାଠ ଆଣ। ଗୋବିନ୍ଦ ବାବା ଯିବା ସମୟରେ ରାସ୍ତାରେ ଦେଖିଲେ ଗୋଟେ ଗାଡ଼ିରେ କାଠ ଯାଉଛି। ବାବୁରେ କାଠ ଦୁଇ ଖଣ୍ଡ ଦିଅ ଧୂନି କରିବାକୁ। ସେ କହିଲେ ଏଭଳି କାଠ କାହିଁକି ଦିଆଯାଏ ନାହିଁ, ଆପଣ ଗାଁରୁ ଯାଇକି ମାଗିକି ଆଣନ୍ତୁ। ଆମର ଗାଁର ଜଣେ ମଦନ ନାମକ ଜଣେ ଯୁବକ ବିବାହ ହେଇଛି, ତାର ଚିତାଭସ୍ମ ପାଇଁ ନିଆଯାଉଛି। ଏହି ସମୟରେ କଥାଭାଷା ହଉ ଆଉ କେତେ ଲୋକ ଜିତିଗଲେ, ମହାରାଜ ଆପଣ ଏ ସମୟରେ ବାକ୍ୟାଳାପ କରନ୍ତୁ ନାହିଁ, 3-4 ବାଜିଗଲାଣି, ଆମେ ପୁରୀ କରି ପଳେଇ ଆସିବୁ। ବାବା କହିଲେ ତୁମେ ଭ୍ରମରେ ଅଛ, ସେ ମରିନି।